ଓଡ଼ିଶା ରାଜ୍ୟରେ ଆଗାମୀ 5 ବର୍ଷ ପରେ କେହି ରହିବେ ନାହିଁ ଭୂମିହୀନ ଓ ବାସହୀନ। ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ ଗରିବଙ୍କୁ 4 ଡିସିମିଲ୍ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ। ସେହିପରି ସରକାରୀ ଜମିରେ ଦୀର୍ଘଦିନ ଧରି ରହିଥିବା ହିତାଧିକାରୀମାନଙ୍କୁ ମଧ୍ୟ 4 ଡିସିମିଲ୍ ଲେଖାଏଁ ଜମି ଦିଆଯିବ। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଗ୍ରାମାଞ୍ଚଳରେ ଅନେକ ଗରିବ ଲୋକ ଅଛନ୍ତି। ଦୀର୍ଘଦିନ ଧରି ପଟ୍ଟା ନଥିବା କାରଣରୁ ସେମାନେ ବହୁତ କିଛି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏମିତି ଦୀର୍ଘ ବର୍ଷ ଧରି ସରକାରୀ ଜମିରେ ରହି ଆସୁଥିଲେ ସୁଦ୍ଧା ସେମାନଙ୍କୁ ପୂର୍ବତନ ସରକାର କୌଣସି ପ୍ରକାରର ଜମି ପଟ୍ଟା ପ୍ରଦାନ କରିନଥିଲେ। କିନ୍ତୁ ଏହି କାମକୁ ଖୁବ୍ ଶୀଘ୍ର ଓଡ଼ିଶା ସରକାର ମୋହନ ସରକାରଙ୍କ ମାଧ୍ୟମରେ ଏହି କାମ ମାନେ ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ ଗରିବଙ୍କୁ 4 ଡିସିମିଲ୍ ଲେଖାଏଁ ଏବଂ ସରକାରୀ ଜମିରେ ଦୀର୍ଘଦିନ ଧରି ରହିଥିବା ହିତାଧିକାରୀମାନଙ୍କୁ ମଧ୍ୟ 4 ଡିସିମିଲ୍ ଲେଖାଏଁ ଜମି ଦିଆଯିବ। ଆପଣ ମଧ୍ୟ ପାଇପାରନ୍ତି ଜମି ପଟ୍ଟା। ହଁ ଦର୍ଶକ ବନ୍ଧୁ, ଆପଣ ମଧ୍ୟ ପାଇପାରନ୍ତି ଜମି ପଟ୍ଟା। ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ ବହୁତ ଅଛନ୍ତି। ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ ବହୁତ ଅଛନ୍ତି। ଗରିବଙ୍କୁ 4 ଡିସିମିଲ୍ ଲେଖାଏଁ ଜମି ପ୍ରଦାନ କରାଯିବ। ଏମିତି ଗ୍ରାମାଞ୍ଚଳରେ ଅନେକ ଗରିବ ଅଛନ୍ତି ଯେଉଁମାନଙ୍କର ପଟ୍ଟା ବର୍ତ୍ତମାନ ପର୍ଯ୍ୟନ୍ତ ନାହିଁ। ସେମାନଙ୍କୁ ସରକାର ଖୁବ୍ ଶୀଘ୍ର ସେମାନଙ୍କୁ 4 ଡିସିମିଲ୍ ଲେଖାଏଁ ଜମି ପଟ୍ଟା ପ୍ରଦାନ କରିବେ। ଏମିତି ଅନେକ ଗରିବ ମଧ୍ୟ ଅଛନ୍ତି ସରକାରୀ ଜମିରେ ରହି ଆସୁଛନ୍ତି। ସରକାରୀ ଜମିରେ କୌଣସି ରେକର୍ଡ ନଥିବା କାରଣରୁ ସେମାନେ ବହୁତ କିଛି ଅସୁବିଧାର ସମ୍ମୁଖୀନ ହୋଇଥିବାର ସୂଚନା ମିଳୁଛି। ସେମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ସରକାର ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରିବାକୁ ଯାଉଛନ୍ତି। ଆପଣ ମଧ୍ୟ ଏହି ପଟ୍ଟା ଆପଣ ମଧ୍ୟ ପାଇପାରନ୍ତି। ତେଣୁ କେମିତି ଆବେଦନ କରିବେ, କେଉଁମାନଙ୍କୁ ମିଳିବ, କେମିତି ପାଇବେ ଏହି ପଟ୍ଟା, ସେହି ବିଷୟରେ ଜାଣିବାକୁ ଚାହୁଁଥିଲେ ଭିଡ଼ିଓକୁ ଆପଣଙ୍କୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ହେବ। ଭିଡ଼ିଓକୁ ଦେଖୁଥିଲେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ନୂଆ କରି ଚ୍ୟାନେଲକୁ ଆସିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏହି ଭିଡ଼ିଓକୁ ସମସ୍ତଙ୍କ ପାଖକୁ ସେୟାର କରନ୍ତୁ ଯେମିତି ଜାଣନ୍ତୁ ଏହି ଭିଡ଼ିଓ ବିଷୟରେ। ଭୂମିହୀନ ଓ ବାସହୀନମାନଙ୍କୁ 3ଟି କାଟେଗୋରୀରେ ବିଭକ୍ତ କରାଯାଇଛି। ଯେଉଁ ଅନୁସାରେ ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ ଗରିବଙ୍କୁ 4 ଡିସିମିଲ୍ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ। ସରକାରୀ ଜମିରେ ଦୀର୍ଘଦିନ ଧରି ରହିଥିବା ହିତାଧିକାରୀମାନଙ୍କୁ ମଧ୍ୟ 4 ଡିସିମିଲ୍ ଲେଖାଏଁ ଜମି ଦିଆଯିବ। ଏଥିସହ ସହରାଞ୍ଚଳ ବସ୍ତି ବାସିନ୍ଦା ଓ ବାସହୀନଙ୍କୁ ଜମି ଯୋଗି ଦେଉଛନ୍ତି ସରକାର। ତୃତୀୟରେ ଜଙ୍ଗଲ ଅଧିକାର ଆଇନ ଜଙ୍ଗଲ ଜମିକୁ ମଧ୍ୟ କିସମ ପରିବର୍ତ୍ତନ କରି ଦିଆଯାଇଛି। ତେବେ ଠିକ୍ ଠାକ୍ ସର୍ଭେ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 5 ବର୍ଷ ପରେ ଓଡ଼ିଶାରେ ଭୂମିହୀନ ଓ ବାସହୀନ କେହି ନଥିବେ। କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି। ସର୍ଭେ କାମ ଆରମ୍ଭ ହୋଇଗଲାଣି। ଆବଣ୍ଟନ ମଧ୍ୟ ଆରମ୍ଭ ହୋଇଗଲାଣି। ଜମି ମିଳିବା ପରେ ବାସଗୃହ, ପାନୀୟ ଜଳ, ସରକାରଙ୍କର ସମସ୍ତ ଜନକଲ୍ୟାଣକାରୀ ଯୋଜନା ଯୋଗାଇ ଦିଆଯିବ। 15 ତାରିଖରେ କଳାହାଣ୍ଡିରେ କିଛି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏହି ଭିଡ଼ିଓରେ ଏତିକି। ଭିଡ଼ିଓକୁ ଆପଣଙ୍କୁ ଭଲ ଲାଗୁଥିଲେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ନୂଆ କରି ଚ୍ୟାନେଲକୁ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣଙ୍କ ସାଙ୍ଗସାଥି ପାଖକୁ ଏହି ଭିଡ଼ିଓକୁ ସେୟାର କରନ୍ତୁ ଯେମିତି ସମସ୍ତେ ଜାଣିପାରନ୍ତୁ ଏହି ଜଙ୍ଗଲ ଜମି ଅପଡ଼େଟ୍ ବିଷୟରେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖି ସାରିଥିବାରୁ।